ଜଳେଶ୍ୱର ବ୍ଲକ ଚମରଗାଁ ଗ୍ରାମ ପଞ୍ଚାୟତର ସରଟିଆ ରାଜସ୍ୱ ଗ୍ରାମର ନୂଆଡିଓ ସାହିପଡ଼ା ଗ୍ରାମରେ ଏକ ନୂତନ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ 108 କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ 200ରୁ ଉର୍ଦ୍ଧ୍ୱ ମହିଳା ଗ୍ରାମଠାରୁ 8 କିଲୋମିଟର ଶିଖରପୁର ସ୍ଥିତ ସୁବର୍ଣ୍ଣରେଖା ନଦୀଘାଟରୁ କଳସରେ ପାଣି ଭର୍ତ୍ତି କରି ଶୋଭାଯାତ୍ରାରେ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ। ଏହି ଅଞ୍ଚଳରେ ଜଗନ୍ନାଥ ମନ୍ଦିର ନଥିବାରୁ ଭକ୍ତମାନେ ପ୍ରଭୁଙ୍କ ପୂଜାର୍ଚ୍ଚନା ସହିତ ଦର୍ଶନ କରିପାରୁନଥିଲେ। ତେଣୁ ଅଞ୍ଚଳରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିବା ସହିତ ନୂତନ ମନ୍ଦିର ତିଆରି କରାଯାଇଛି ବୋଲି ଗ୍ରାମବାସୀ ଭାବବିହ୍ୱଳ ହୋଇ କହିଛନ୍ତି। ଲୋକମାନଙ୍କ ମଧ୍ୟରେ ନୂତନ ଉଦ୍ଦୀପନା ଦେଖିବାକୁ ମିଳିଛି। ଉକ୍ତ ମନ୍ଦିର ନିର୍ମାଣ ପାଇଁ ପୂର୍ବ ସରକାରଙ୍କ ସମୟରେ 4 ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ଓ ଗ୍ରାମବାସୀଙ୍କ ସହଯୋଗରେ ନୂତନ ମନ୍ଦିର ନିର୍ମାଣ ହୋଇଛି। ଗୁରୁବାର ଦିନ ମନ୍ଦିର ପ୍ରତିଷ୍ଠା ହେବା ସହିତ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ। ଶୁକ୍ରବାର ଦିନ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଆରମ୍ଭ ହେବା ସହିତ ଶନିବାର ଦିନ ସମୂହ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି ବୋଲି ମନ୍ଦିର ପ୍ରତିଷ୍ଠା କମିଟି ପକ୍ଷରୁ ସଭାପତି ଶୈଲେନ ମହାନ୍ତ ସୂଚନା ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ନରେନ୍ଦ୍ର ସିଂ, ଉପସଭାପତି ଗୌରଚନ୍ଦ୍ର ନନ୍ଦୀ, ସଦସ୍ୟ ସତ୍ୟବ୍ରତ ଗିରି ପ୍ରମୁଖ ପରିଚାଳନା କରିଥିଲେ। ଏହି ମନ୍ଦିର ପ୍ରତିଷ୍ଠା ପାଇଁ ଗ୍ରାମର ଶିବଶଙ୍କର ବାରିକ ଭୂମିଦାନ କରିଥିବାରୁ ଗ୍ରାମବାସୀ ତାଙ୍କର ପ୍ରଶଂସା କରିଛନ୍ତି।